सिद्धार्थ भक्तिर ए लड़ई पाला को आपण मानकु स्वागत जनाऊँगी एवं आपण माने जानिचंती या पूर्वरु ये जो लड़ई पालार विषय वस्तु माया जांगलिक से माया जांगलिक विषय वस्तु को उपस्थापन करिचंती पूर्वरु श्रीजुक्त जीवज्योति मानस बेहेरा एवं गायक स्वरस्रष्टा श्रीजुक्त संतोष कुमार प्रधान महोदय। आज आम ये अध्याय देखा से माया जांगलिक विषय वस्तु को आग को आगे नेबे जीवज्योति मानस बेहेरा। जय जगन्नाथ स्वामी की। बड़ भाई संतोष भाई भाई प्रसंग आगु टिके हेले भाई धाड़ी भूल होउची धाड़ी भूल होउची प्रसंग मु रखी जाइतिली फूल मालटिए धरी धर्म ए छिड़ा हिचंती देव ऋषि नारद प्रश्न करिसंती धर्मराज युधिष्ठिर आपण कही दियंतु ए महाभारतर श्रेष्ठ योद्धा किए तारी गलारे ए पुष्पमाल्यटा मु अर्पण करिबि आपण सीधा सीधा आसिले ये प्रश्न सुनिबा परे धर्मराजंकर टिके भाबांतर हेइनी कहा नाटा कहिबे चिंता तांको भितर टिके भाबांतर हेइनी से चिंता करिनाथि गत पर्याय रे भाई मोर संगे संगे आसिलो कहलो अर्जुन ना कहि देले मन पड़िला कि अर्जुन ना कहिले पद सुन पद सुन राग कामोदी राग सम्राट कामोदी भाई तो बड़ भाई मोर उपाधि पाइछंती स्वर स्रष्टा जहाँ से उपाधि की सम्मान करुचु किंतु भाई टिके स्वर को लक्ष्य करूना सबू धारी गुड़ाक समान करदेले केमिति हो कामोदी भावांतर हेइछि धर्मराज युधिष्ठिर कहा नाटा कहिबे सीधा सीधा कहि देले अर्जुन मुंड खोली पारु नहंती चिंता रे अछंती कहा नाटा कहिबे बड़ भाई सुनो पदटा गायक घनश्याम नायकंकर लेखा काव्यकर्ता से राग कामोदी राग चिंता करुचंती धर्मराज कहले अष्टादश दिवस युद्ध रे गंगा शिष्य अष्टादश दिवस युद्ध रे गंगा शिष्य 10 दिन अर्जुन प्राण हे 10 दिन अर्जुन प्राण भाई ये गला गोटे धाड़ी हो 10 दिन युद्ध कले कौरवंक पक्षरु पितामह भीष्म सहित लड़िले पांडव पक्षरु एका अर्जुन 10 दिन द्वितीय धाड़ी की आस सबु पाद कौन समान होउची अरे गुरु के सरी द्रोण लड़िले गुरु के सरी द्रोण लड़िले 5 दिन अर्जुन देले निज प्राण राधा सुत हे राधा सुत समते ओढ़ाई दिवस हे राधा सुत रे होइले अवस हे राधा सुत वीर रे एकाटे अर्जुन वीर रे अग्रगण्य एका हे अर्जुन बल कुरु बल दूष हे
ସୁତ ଆରେ ସମସ୍ତେ ଅଢାଇ ତେଣୁ ଭାବାନ୍ତର ହେଇଛି ଧର୍ମରାଜ ଯୁଧିଷ୍ଠିରଙ୍କର 10 ଦିନ ହେଲେ କୌରବ ପକ୍ଷରୁ ସେନାପତି ଭୀଷ୍ମ ଏକା ଲଢିଲେ ଅର୍ଜୁନ 5 ଦିନ ହେଲେ ଗୁରୁଦ୍ରୋଣ କୌରବ ସେନାପତି ଏକା ଲଢିଲେ ଅର୍ଜୁନ 5 ଦିନ 2.5 ଦିନ କର୍ଣ୍ଣ ରାଧାସୂତ ସେଇ ଅର୍ଜୁନ ଲଢିଛନ୍ତି ଏତକ କହିବା ପରେ ଧର୍ମରାଜ ସିନା କହିଲେ ଆରେ ବୀରରେ ଅଗ୍ରଗଣ୍ୟ ଏକା ଅଟେ ଅର୍ଜୁନ ବୀରରେ ଅଗ୍ରଗଣ୍ୟ ଏକା ଅଟେ ଅର୍ଜୁନ ବଳେ କୁରୁ ବଳ ଧ୍ୱଂସ ହେ ରାଧାସୂତ ହେ ରାଧାସୂତ ସଙ୍ଗତେ ଅଢାଇ ଦିବସ ହେ ରାଧାସୂତ ଥାକଟା ଗାଇବାର ଲାଇନ ଶୁଣୁନା ଆଉ ଏଇଠି ପ୍ରଶ୍ନ ରଖିଛନ୍ତି ପାଣ୍ଡବଙ୍କ ଇଏ ପ୍ରିୟ କାହିଁକି ହେଲେ ଆଉ କୃଷ୍ଣଙ୍କର ଅଙ୍ଗରେ ଯୋଉ 5 ପାଣ୍ଡବ କୋଉଠି ରହିଲେ ଉତ୍ତରଟା ଭାଇ ଶୁଣ କୃଷ୍ଣ କହୁଛନ୍ତି କହିଲେ ଧର୍ମରାଜ ମୋର ମଥା ଇଏ ଭୁଜର ଜୁନା କୃଷ୍ଣ କହୁଛନ୍ତି ମୋ ମଥା ହଉଛନ୍ତି ଧର୍ମରାଜ ଯୁଧିଷ୍ଠିର ମଥା ମୋ ଭୁଜ ଅର୍ଜୁନ ହଉଛନ୍ତି ମୋ ଭୁଜ ହେ ଭୀମ ଯେ ମୋର ଉଦର ନକୁଳ ସହଦେବ ଇଏ ବେନି ପାଦ ସମୟ ଅଛି ଗାଇବା ପାଇଁ ତେଣୁ ଭୀମ ହଉଛି ମୋ ପେଟ ଏ ନକୁଳ ସହଦେବ ହେଲେ ମୋର 2ଟା ପାଦ ଭାଇ ଟିକେ ଆସି କହିବ ଠିକ ହେଲା ନା ଭୁଲ ହେଲା ଆଉ ଇଏ କୋଉଠି ଲେଖା ହେଇଛି ଟିକେ ତମେ ତାଙ୍କ ବହି ନା କହିବ ରହିଲା ତମ ପାଖରେ ଇଏ ପଦଟା କୋଉଠୁ ଉଦ୍ଧାର ହେଲା ବହି ନାଁଟା କହିବ କବିଙ୍କ ନାଁ କହିବ ହେ ସଜନ ଯେତେବେଳେ ଧର୍ମରାଜ ଯୁଧିଷ୍ଠିର ନିରୁପାୟ ହୋଇ କୃଷ୍ଣକୁ ଡାକୁଛନ୍ତି କାହିଁକି ନା ଅର୍ଜୁନ ନାଁଟା କହିଦେଲେ ଭୀମ ରାଗିଲା କହିଲା ମୁଁ କଣ କିଛି କରିନି ମୁଁ କିଛି କରିନି ଇଏ ଧର୍ମଙ୍କ ନ୍ୟାୟ ବାଣୀ ଗାଇଛ ଭାଇ ଏ ପଦ ଗାଇଛ ଏ ପଦ ରସଟା କୋଉଠି ଅଛି ନା ସାଡେ ସିଧା ସିଧା କୁଆଡେ ଗର୍ଜିଲା ଭୀମ ଧର୍ମଙ୍କ ନ୍ୟାୟ ବାଣୀ ଗର୍ଜି ଉଠିବା ବୁଲାଇବେନି ଡୋଳା ଭାଇ କାହା ନା କହିଲ ଅର୍ଜୁନ ବଡ ବୀର ତମେ ଜାଣିନ ଇଏ ତୁଷାର ରକ୍ତ ପାନ ବେଣୀ ବନ୍ଧନ କୁରୁପତି ନିହତ ହେଲା ସେ ଗଦା ଘାତେ ଆରେ ଲୋଟିଲେ ଖର୍ବ ସୈନ୍ୟ ବେଶିଲି ତାଙ୍କ ସଦନ ଖର୍ବ ସୈନ୍ୟ ବାଡେଇ ମୁଁ ମାରିଛି ଇଏ ଦୁଶାସନର ଭୁଜ ଉପାଡ଼ି ସେ ରକ୍ତ ନେଇ ଦ୍ରୌପଦୀର ବେଣୀ ବନ୍ଧନ ଏଇ ଭୀମ ଯିଏ ମହାଭାରତର ଶ୍ରେଷ୍ଠ ଖଳନାୟକ ଯାହା ପାଇଁ ଆଜି ଏତେ ବଡ ଯୁଦ୍ଧ ଆୟୋଜନ ହେଲା ସିଏ ମୁଖ୍ୟ ଆସାମୀ କି କିଏ ମାରିଛି ଦୁର୍ଯ୍ୟୋଧନର ଜାନୁ କିଏ ଭଗ୍ନ କରିଛି ଏଇ ଅର୍ଜୁନ କରିଛି କଣ ପାଇଁ ତା ନାଁଟା କହିଦେଲ ଇଏ ବୀରପଣେ ଭାଜନ ଲୋହେ ବାୟୁ ନନ୍ଦନ ବୀରପଣରେ ବାୟୁ ନନ୍ଦନ ଭୀମ ହେଇପାରିଲାନି ଏତେ ବଡ ବିଚାରବନ୍ତ ଲୋକ ଏ ବିଚାର କାହିଁ ଭୁଲ କଲ ଯଦି ଭୁଲ କଲ ତାହେଲେ ଅର୍ଜୁନ ସହିତ ଲଢେଇ ହଉ କଥାଟା ଏଠି ଯାଇ ମିଶିବ
ଯଦି ସିଏ ମୋତେ ହରେଇଦେବ ସିଏ ଫୁଲମାଳ ପାଇବ, ମୁଁ ହାରିଲେ ସିଏ ଫୁଲମାଳ ପାଇବ। ପ୍ରସଙ୍ଗଟା ଏଠି ଏତିକି ବେଳେ ନିରୁପାୟ ହେଇ କୃଷ୍ଣକୁ ଡାକୁଛନ୍ତି ଯୁଧିଷ୍ଠିର। ଡାକିଲେ ପଦ ଗାଇଲ ଯେ କ'ଣ ଶ୍ଲୋକ ନଥିଲା କୃଷ୍ଣଙ୍କୁ ପଦେ ଗାଇବା ପାଇଁ? କହିଲେ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଗୋପକୁମାରାୟ ଗୋବିନ୍ଦାୟ ନମୋ ନମଃ। ଡାକିଲା ପରେ ହଠାତ୍ ସମସ୍ତଙ୍କ ଲକ୍ଷ୍ୟ ପଡ଼ିଲା ଗୋଟିଏ ଆଶ୍ଚର୍ଯ୍ୟ ଦୃଶ୍ୟ ଉପରେ। ସେ କ'ଣ ବିଷୟବସ୍ତୁର ଧାରା ଇଏ ଏକ ବୃଦ୍ଧ ଜାଙ୍ଗଳିକ ଇଏ ଚଢ଼ି ସୁଦକ୍ଷ ଘୋଟକା ଛାଡକୁ ଯା ନା ଗୋଟେ ବୃଦ୍ଧ ଜାଙ୍ଗଳିକ ଉପରେ ଲକ୍ଷ୍ୟ ପଡିଲା। ଆଉ ଭାଇ ମୋର ଯୋଉ କହିଲେ ଯେ ଜୀର୍ଣ୍ଣ ଶୀର୍ଣ୍ଣ ଘୋଡା ସିଏ ନୁହଁ, ବୁଢାଟା ଇଏ ଜାଙ୍ଗଳିକ ଯିଏ ସାପୁଆ କେଳାଟା ଜୀର୍ଣ୍ଣ ଶୀର୍ଣ୍ଣ ବୁଢା, ଘୋଡାଟା ଅଛି ସତେଜ ସୁଦକ୍ଷ ଘଟକ ପଦ କହୁଛି। ସୁଦକ୍ଷ ଘଟକ ଉପରେ ବସିଛି ଗୋଟିଏ ଜୀର୍ଣ୍ଣ ଶୀର୍ଣ୍ଣ ବୁଢା। ଭୀମ କହିଲା କହିଲା ଏଇଟା ହଉଛି ରାଜଦାଣ୍ଡ। ରାଜଦାଣ୍ଡ ଆଜ୍ଞା, ରାଜଦାଣ୍ଡରେ ସାପ ପେଟିଟା ଧରି ଗୋଟିଏ କେଳା ତୁ ଘୋଡା ଉପରେ ବସି ଚାଲିଯିବୁ। ତତ୍କାଳୀନ ସମୟ ଏ ବିଧିଟା ଥିଲା ସବୁ ରକ୍ଷଣଶୀଳ ପରିବାରରେ। ଜମିଦାରୀ ଘର ଯୋଉଠି ସେଠି ଛତା ମାରି ଯିବେନି, ଜୋତା ପିନ୍ଧି ଯିବେନି, ଆଡୁ ଯାଉଥିବେ ଜମିଦାର ଘର ପଡିଲେ ଜୋତାକୁ କାଖେରେ ଲାଗିବେ, ଛତାକୁ କାଖେରେ ଲାଗିବେ, ସେଇ କେହି ନଥିଲେ ବି ସେ ପିଣ୍ଡାକୁ ମୁଣ୍ଡିଆଟା ମାରି ଯିବେ। ଭୀମ କହିଲାରେ ଅନାର୍ଯ୍ୟ ପାମର କେଳା, ତୁ ରାଜଦାଣ୍ଡରେ ଘୋଡା ଉପରେ ବସି ପଳଉଛୁ? ଅପେକ୍ଷା କର। ଅପେକ୍ଷା କଲା, କେଳାଟା ଅଟକି ଗଲା, ହାତ ଯୋଡ଼ିଲା, ଅନୁନୟ ବିନୟ ହେଲା। ହେଲା କଣ ଆଜ୍ଞା? ନା ଏ ଘୋଡାଟା କାହାର? ନା ମୋର, ମୁଁ ଚଢିକିରି ଯାଉଛି ଆଉ କାହାର? ନା ମୋର କାହିଁ ବିଶ୍ୱାସ ହଉନି। ତୋ ଚେହେରା ଯାହା, ତୋ ବୟସ ଯାହା, ଏମିତି ଗୋଟିଏ ସୁସଜ୍ଜିତ ଅଶ୍ଵ ଉପରେ ବସିବାର ଯୋଗ୍ୟତା ତୋର ଅଛି? ଅଛି ତୋର? କୋଉଠୁ ଚୋରି ଆଣିଛୁ? କୋଉଠୁ ଚୋରି ଆଣିଛୁ? କେଳା ହାତ ଯୋଡ଼ିଲା, କହିଲା ନାଇଁ ଆଜ୍ଞା ମୋରି ଘୋଡା ଇଏ, ମୁଁ କୋଉଠୁ ଚୋରେଇ ନେଇ। ଆପଣ ବିଶ୍ୱାସ କରନ୍ତୁ ନା, ଶୁଣୁ ଗୋଟେ କଥା, ସେ ଘୋଡା ଉପରେ ଭୀମର ଲୋଭ ହେଲା। ତଳପଦ ମୋ ବଡ ଭାଇ ଶୁଣୁନା, ଇଏ ପଦର ଧାରା କୋଉଠି ଅଛି? ଭୀମ କହୁଛି କେଳାକୁ, କହିଲା ମୋ ପରିଚୟ ଜାଣିଛୁ ନା? ଆଜ୍ଞା ଜାଣିନେ ନା, ମୁଁ ଦ୍ୱିତୀୟ ପାଣ୍ଡବ ଭୀମ। ନା ଆଜ୍ଞା ନମସ୍କାର, ଆଗରୁ ନାଁଟା ଶୁଣିଥିଲି। ନା କଣ କହୁଛ? ନା ଏ ଘୋଡାଟା ମତେ ଦିଅ। ଭୀମ ଡାକିଲେ, କହିଲେ ଘୋଡାଟା ମତେ ଦିଅ। କହିଲା କଣ ପାଇଁ? ନା ତା ପରିବର୍ତ୍ତେ ମୁଁ କିଛି ଧନ ଦେବି। କେଇ ଦିନ ଏ ବୁଢା ବୟସରେ ତମେ ଆଉ ସାପ ଖେଳିବ? ପଦ ଶୁଣ ଭାଇ, ଚୋଖି ପଦ। କହିଲା ନିଅ କିଛି ପୁରସ୍କାର, ଇଏ ଛାଡି ଯାଅ ସବର ହେ, କିଛି ପୁରସ୍କାର, ତୁ ହିଁ ଛାଡି ଯାଅ
ଗୋଟେ କାମ କର, ଏଇଠି ହେଲା ପ୍ରସଙ୍ଗ। ମୁଁ ଧନ ନେବିନି କି ତମେ ମାରିବା ଦରକାର ନାହିଁ। ଇଏ ବୃଦ୍ଧ ଭାଷା ବୃକୋଦର ବୁଢା କହୁଛି ଟିକେ ଶୁଣୁ। ଯଦି ଏ ସାପ ପେଟିଟା ଉଠେଇକିରି ଆଉ ଗୋଟେ ଜାଗାରେ ଥୋଇଦବ ତାହେଲେ ଘୋଡ଼ା ନବ। ଏ ସର୍ତ୍ତ ହବ। ଭୀମ 52 ଭାର ଗଦାକୁ ବୁଲେଇଲା, ବୋଲା ଏଇ ଗୋଟେ କଥା କରିଥିଲା ମହାବଳୀ। ଅପେକ୍ଷା କର ଜାଙ୍ଗଳିକ, ଦେଖେଇ ଦେବି ମୁଁ। ଯଦି ଉଠେଇ ଦେଲି ନା ଘୋଡ଼ା ଦେଇଦେବି। କେଳା ଡାକିଲା ଭୀମ, ଯଦି ଉଠେଇ ନ ପାରିଲ କଣ କରିବାକୁ ପଡିବ ମତେ କୁହ। ଇଏ 12 ବର୍ଷ ବନବାସ ତୁମ୍ଭେଟି କରିବ। ଇଏ ଧାରା ବିଷୟର ଧାରା, ଇଏ 12 ବର୍ଷ ବନବାସ କରିବ। ଏଇ ସର୍ତ୍ତରେ ଭୀମ ବାହୁ ଝାଡି ହେଇଗଲା ସାପ ପେଟି ପାଖକୁ। ଏଇ ଗୋଟାଏ କଥା ବୋଲା ଉଡାଇବି ଗଗନ ମାର୍ଗେ ଇଏ ଭୁଜଙ୍ଗର ପେଟି। ଆକାଶରେ ଉଡେଇ ଦେବି, ଥୋଇବା ପାଇଁ ଅନ୍ୟ ଜାଗାରେ କହୁଛୁ। କେଳା କହିଲା ବାବୁ ଏତେ କଥାରୁ କଣ ମିଳୁଛି, ତମେ ଉଡେଇବା ଦରକାର ନାହିଁ। ତମେ ଯଦି ଉଡଉ ସାପ କୁଆରେ ମୋର ଅନ୍ୟ କୋଉଠି ପଡିବ ମରିବ, ନହେଲେ କୁଆଡେ ପଳେଇବ, ମୋ ବେଉସା ଉଡିବ। ତମେ ଖାଲି ପେଟିଟା ଥୋଇଦିଅ ସେପଟେ। ଏହା କହି ବୀର ପାବନି ଦେଲେ ବାହୁ ପରୀକ୍ଷା। চেষ্টা করিল ভীম হারিলে নন্দে থরে নুহরে দিথর নুহ 3 থর। তু কোন গণিଥିଲୁ? କହିଲେ 2 ଥର ନୁହଁ, ଆମେ କହିଲୁ 3 ଥର। 7 ଥର ଉଠେଇଲା ଭୀମ। 7 ଥର ଉଠେ, ଲୋଭଟା ଅଛି ପୁରା ଘୋଡ଼ା ଉପରେ। ଥରେ ହାରୁଛି, ଚିତି ପଟାଙ୍ଗ ଦେଇ ପଡୁଛି, ପୁଣି ଚେଷ୍ଟା କରୁଛି। ଲୋଭଟା ମଣିଷକୁ କୋଉ ସ୍ତରକୁ ନେଇଯାଏ। ଏ ଯୋଉ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାର ବୁଢା ଜାଙ୍ଗଳିକ ସାପୁଆ କେଳା। ହୋ ବାବୁ, ହୋ ବାବୁ, ହୋ ବାବୁ କଣ ଏତେ ନାଲି ଦେଖଉଛ? କଥା କୁଆଡେ ଯାଉଛି କି? ଏତେ ନାଲି କଣ ଦେଖଉଛ? ଭାବିଛ ତମ ଦାଣ୍ଡ ଇଏ? ସର୍ତ୍ତ ରଖିଛ, ଉଠେଇ ନ ପାରିଲେ 12 ବର୍ଷ ବନବାସ କରିବ। ଉଦୟତି ଯଦି ଭାନୁ ପଶ୍ଚିମ ଦିଗି ବିଭାগে ବିକଶତି ଯଦି ପଦ୍ମ ପର୍ବତାନାଂ ଶିଖାଗ୍ରେ ପ୍ରଚଳିତ ଯଦି ମେରୁଷିତ ତାଂ ଜାତି ବହ୍ନି ନ ଚଳତି ଖଳୁବାକ୍ୟ ସଜ୍ଜନାନ କଦାଚିତ। ଏ ସବୁ ହେଇପାରେ, ପର୍ବତରେ କଳି ଫୁଟିପାରେ, ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଇପାରେ, କିନ୍ତୁ ଯିଏ ସଜ୍ଜନ ଜ୍ଞାନୀ ନ୍ୟାୟୀ ଲୋକ କୌଣସି ପରିସ୍ଥିତିରେ ତା ନ୍ୟାୟଟାକୁ ବଦଳେଇନି। ନ୍ୟାୟଟା କେମିତି? ତମେ ଯାଉଛ କୁଆଡେ ଭାଇ? ତମେ ନ୍ୟାୟୀ ଲୋକ, ରାଜା ପୁଅ। 7 ଥର ପଡିଲନି, ଆଉ ପରୀକ୍ଷା ଦବ? ଭୀମ ନୀରବ ହବା କଥା। ଯୁଧିଷ୍ଠିର ଡାକିଲେ, ଅର୍ଜୁନ ଯା ଯା, ଆଉ ଭାଇଟା ସାଙ୍ଗରେ ସିନା କଳି କରୁଥିଲା, ଭାଇଟାକୁ କଣ ପଠେଇଦବା? ଭୀମ ଅର୍ଜୁନ କହିଲେ ମୁଁ ଉଠେଇଦେବି। ଆରେ ଡାକିଲା ଜାଙ୍ଗଳିକ, ଅର୍ଜୁନ ତମ ପାଇଁ ଏ ପରୀକ୍ଷା ନୁହଁ,
ତମେ ଆଉ ଗୋଟେ ପରୀକ୍ଷା ଦିଅ ଇଏ ଘୋଡାକୁ ନିଅ 7 ଦିନ ଭିତରେ ଯଦି ପୃଥିବୀ ପରିକ୍ରମା କରି ଏଠି ଆସି ପହଞ୍ଚିବ ଅନ୍ନ ଜଳ ସ୍ପର୍ଶ କରିବନି ଘୋଡା ଉପରୁ ଓହ୍ଲେଇବନି ତାହେଲେ ତମେ ଏ ଘୋଡା ନବ ତମ ଭାଇକି ଉଦ୍ଧାର କରିବ ଏ ସର୍ତ୍ତରେ ରାଜି ହେଇ ଅର୍ଜୁନ ଘୋଡା ନେଇକିରି ଚାଲିଛି ଦିନ ଦିନ ହେଇ 6 ଦିନ ଗଲାଣି ଆଉ ଗୋଟିଏ ଦିନ ବାକି ଅଛି ନ ପହଞ୍ଚିଲେ ଭୀମ ବନବାସ କରିବ ତା ସହିତ ଅର୍ଜୁନ ବି ଯିବ ଠିକ ଏତିକି ବେଳେ ଆରେ ଭ୍ରମି ଭ୍ରମି ଅସ ପହଞ୍ଚିଲା ଯାଇ କେରଳ ରାଜ୍ୟରେ ବାଲୁକା ପ୍ରାନ୍ତର ବାରି ଦୂର କୂଳେ ଚଳେ କେରଳ ପ୍ରଦେଶରେ ପହଞ୍ଚିଲେ ଘୋଡା ଯାଉଛି ବାଲୁକା ପ୍ରାନ୍ତରେ ସମୁଦ୍ର କୂଳେ କୂଳେ ତେଣେ ଶ୍ରୁତାୟୁ ସମର ରାଜକନ୍ୟା କାମକଳା ଇଏ ସଖୀମାନଙ୍କ ସହିତ ମହୋଦଧିରୁ ସ୍ନାନ ସାରିକିରି ଫେରୁଛି ଏ ଯୋଉ ଝିଅର ଅର୍ଜୁନ ଉପରେ ଲକ୍ଷ୍ୟ ପଡିଯାଇଛି ମୋ ଭାଇଙ୍କ ପାଇଁ ଏଇଠି ଗୋଟେ କଥା ରହିଲା କାମକଳା ଅର୍ଜୁନକୁ ଦେଖି ସାତ୍ବିକ ଲକ୍ଷଣ ବାଳା ମନ ଭାବ କରିଦେଲା ସୁପ୍ରକାଶ ରବା ତୁ ଗୋଟେ ଆଣିକିରି ଆଇଛୁ ଏ ଯୋଉ ସାତ୍ବିକ ଲକ୍ଷଣଟା କାମକଳା ମନରେ ପ୍ରକାଶ ପାଇଲା ଖାଲି ତ ଅର୍ଜୁନ ଦେଖୁନେଇ ଇଏ ବି ଦେଖୁଛି ଯୋଉ ସାତ୍ବିକ ଲକ୍ଷଣଟା ପ୍ରକାଶ ପାଇଲା ଇଏ ସାତ୍ବିକ ଲକ୍ଷଣଟା କଣ ମୋ ବଡ ଭାଇ ଇଏ ବିଶ୍ୱାସ ଇଏ ଭରସା ନିଶ୍ଚିତ ଭାବରେ ଅଛି ଆର ଉତ୍ତର ସମାଧାନ ନିଶ୍ଚୟ ସିଏ କରିବେ ଧୀରବନ୍ତ କୌତୁକି ଡେରିଛନ୍ତି କର୍ଣ୍ଣ ଜୟ ଗୋବିନ୍ଦେ ନ୍ୟାୟ ମାନ ହେଲା ଆଲୋଚନା ଜୟ ଗୋବିନ୍ଦେ କି ପୁରାଣର ଚାରିପଦ କଥା ଜୟ ଗୋବିନ୍ଦେ ବଡ଼ ଭାଇ ଆସିଲେ ମୋର କରିବେ ବ୍ୟବସ୍ଥା ଗୋବିନ୍ଦେ ପ୍ରଶ୍ନ ଭାଇଙ୍କ ପାଇଟି ରହିଛି ଗୋବିନ୍ଦେ ପରମାନନ୍ଦେ ଆସ କ୍ଷେତ୍ର ଉପରୁ କହିବ ସାତ୍ବିକ ଲକ୍ଷଣ ଆଉ ସିଏ ଭାବନାଟା କେମିତି ଟିକେ ଆଦି ରସ ଭିତରକୁ ଭାଇ ଯିବ ଶାଳୀନତା ରକ୍ଷା ହଉଥିବ ଆଦି ରସ ହଉଥିବ ଶାଳୀନତା ଭଗ୍ନ କରି ଆଦି ରସକୁ ଯିବନି ଆମର ଇଏ ଶ୍ରାବ୍ୟ କାବ୍ୟ ବିଦଗ୍ଧ କଳା ପାଲା ଆମେ ଶାଳୀନତାକୁ ରକ୍ଷା କରିକି ଆଦି ରସକୁ ଯିବା ସାହିତ୍ୟ ମାଧ୍ୟମରେ କେତେ ପାଣ୍ଠି ଅଛି ଦେଖିବା ଆରମ୍ଭ କର ଅଛି ପଛକୁ ମୁଁ ହଉ ଏଇଠି କଥାକୁ ବିଶ୍ରାମ ଦେବା ଆପଣ ସୁନ୍ଦର ଭାବରେ ଶୃଙ୍ଖଳାର ସହିତ ବିଷୟବସ୍ତୁକୁ ଉପସ୍ଥାପନ କରିଛନ୍ତି ସେଇଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ପ୍ରସଙ୍ଗଟା ଆମର ଦୀର୍ଘ ଅଛି ଆଗକୁ ବିଷୟବସ୍ତୁ ସନ୍ତୋଷ କୁମାର ମହୋଦୟଙ୍କୁ ଅନୁରୋଧ ମଞ୍ଚକୁ ଆଗମନ କରନ୍ତୁ बोल मन जय जगन्नाथ स्वामी की सर्वव्यापक सर्वांतर्जामी सर्वसुभृत सर्वसाखी श्रीमन श्री सत्यनारायण का प्रत्यार्थे सर्वे बोल आनंद कबार हरि हरि बोलो परमाराध्य गुरुदेव श्री श्री ठाकुर श्रीमत स्वामी निगमानंद परिव्राजक परमहंस सरस्वती देव का प्रत्यार्थे सर्वे बोल आनंद कबार हरि हरि बोलो एक बार हरि हरि बोला लेखिले पाश्चार ध्वज धक धृत डोधिपते कुद्रण जालट गलट के रोडूर सरै डुरु तरम रैरयकम भ्राडरम गोड्रै रोक डर कास्ते द्रुक द्रुक जिभे
ड्राद्राजिनाच्छादनम् शस्योदम्बो मदम्बो दालिगुल रुक् देव मृदेव मृडः। এই শ্লোকରୁ ଆସୁଥିବା ଦେବତା ନଟରାଜ ସଦାଶିବ ସିଦ୍ଧାର୍ଥ ଭକ୍ତି ଚ୍ୟାନେଲର ସମସ୍ତ କର୍ମକର୍ତ୍ତା ମହୋଦୟଙ୍କର ମୋର ପରମ ପୂଜନୀୟ ପରମ ସମ୍ମାନୀୟ ପିତୃକଳ୍ପ ଗୁରୁକଳ୍ପ ମଞ୍ଚାସୀନ ସମୀକ୍ଷକ ନିରଞ୍ଜନ ସାହୁ ମହୋଦୟଙ୍କର ଚଲାପଥ କୁସୁମିତ କରନ୍ତୁ, ଦୀର୍ଘାୟୁ କରନ୍ତୁ, ଯଶସ୍ୱୀ କରନ୍ତୁ। ଓଡ଼ିଶାର ଅଗଣିତ ପାଲାପ୍ରେମୀ ପାଲାଶ୍ରୋତାମାନଙ୍କର ମନଭୀଷ୍ଟ ପୂର୍ଣ୍ଣ କରନ୍ତୁ। ଉଭୟ ପକ୍ଷ ପାଲାଚାର୍ଯ୍ୟଙ୍କର ମଙ୍ଗଳ ବିଧାନ କରନ୍ତୁ। ସର୍ବେ ବୋଲ ଆନନ୍ଦ କବାର। ଆରେ ମହେନ୍ଦ୍ର ସାନ ଭାଇ ମତେ ଅଡୁଆରେ ପକେଇଲେ ରେ। ସାନ ଭାଇଙ୍କର ଭାଗଟା ସାନ ଭାଇ ସାରିଲେନି, ମୋ ପାଇଁ ଅଧିକା ଭାଗ ରଖିଦେଲେ। ସେ ଜାଣିଛନ୍ତି ଓଡ଼ିଶାର ମେନ୍ ଷ୍ଟାଣ୍ଡ ହଉଛି ବାଦାମୁଣ୍ଡି, ଆପଣଙ୍କର କଟକ। ଭାଇ ଆମେ ହେଲେ ପାଲାବାଲା, ଯେକୌଣସି ବିଷୟବସ୍ତୁ ହଉନା କାହିଁକି ପାଲାବାଲା 5 ଦିନେ ଗାଇବ, 5 ଘଣ୍ଟାରେ ସାରିବ, ପୁଣି 5 ମିନିଟରେ ସାରିବ। 5 ସେକେଣ୍ଡରେ ସେଇଟା ପାଲାବାଲାଙ୍କ ଉପରେ ନିର୍ଭର କରେ। ଇଏ ଚ୍ୟାନେଲ ପାଲା ସୀମିତ ସମୟ ଭିତରେ କାର୍ଯ୍ୟକ୍ରମ। ସବୁ ପାଲା ଭାଇ ଗାଇ ହବ ନା। ତମେ ଗାଇଲ ଧର୍ମରାଜ ମୋର ବଥା ଅର୍ଜୁନ ମୋ ଭୁଜ, ଭୀମ ଉଦରନ କୂଳ ସହଦେବ ବେନିପାଦ। ବହିଟା ନା କଣ? ବହିର ନାଁ ହେଲା ଭାଇ ଭାଗବତ ବାହିନୀ। କାହାର ଲେଖକ? ନା ଭଗବାନ ସତ୍ୟ ସାଇଙ୍କର। ସତ୍ୟ ସାଇଙ୍କର ଭାଇଙ୍କର ଆଗେ ଅଳିଆଟା ଟିକେ ସମାଧାନ କରିବା। ଅଳିଆଟା କଣ? ସେଇ ଦେଖୁଛି ନା ସାତ୍ବିକ ଲକ୍ଷଣ ବାଳା ମନ ଭାବ କରିଦେଲା ସୁପ୍ରକାଶ। ଏ ରଜନୀ ତିମିରେ ଲୁଚି ପାରଇ କି ବନ ମଲ୍ଲିକାର ବାସ। ଅର୍ଜୁନଙ୍କୁ ଦେଖି ଆଜ୍ଞା ଶବର ଘର ଝିଅ ନାମ ହଉଛି କାମକଳା। ତାର ସାତ୍ବିକ ଲକ୍ଷଣ ଆଜି ପ୍ରକାଶ ପାଇଛି। ସେ ସାତ୍ବିକ ଲକ୍ଷଣଟା କଣ? ସାତ୍ବିକ ଲକ୍ଷଣ କଣ ଏବଂ କେତୋଟି? ସାତ୍ୱ ଲକ୍ଷଣ ଆଜ୍ଞା ହଉଛି 8ଟି। ସେ କଣ କଣ? ନା ସ୍ତମ୍ଭ ସ୍ୱଦମ ଚୋରମାଞ୍ଚ ସ୍ୱରଭଙ୍ଗଶ୍ଚ ବେପଥୁ ବୈବର୍ଣ୍ଣ ଅଶ୍ରୁ ପ୍ରଳୟ ଇତି ଅଷ୍ଟ ସାତ୍ୱିକମେବ ଚ। ପରେ ଅର୍ଜୁନଙ୍କୁ ଯେତେବେଳେ ପ୍ରମିଳା ଦେଖିଛି ସ୍ତମ୍ଭୀଭୂତ ହେଇଗଲା। ସ୍ୱେଦଞ୍ଚ ଦେହରୁ ଗମ ଗମ ହେଇ ଝାଳ ବୋହିଗଲା। ରୋମାଞ୍ଚ ରୁମ ଟାଙ୍କୁରି ଉଠିଲା। ସ୍ୱରଭଙ୍ଗଶ୍ଚ ତାର କଣ୍ଠସ୍ୱର ବଦଳିଗଲା। ବୈବର୍ଣ୍ଣ ଦେହର ରଙ୍ଗ ପରିବର୍ତ୍ତନ ଘଟିଲା। ଅଶ୍ରୁ ପ୍ରଳୟ ଆଖିରୁ ଆନନ୍ଦାଶ୍ରୁ ଝଡ଼ିଲା। ମନେ ମନେ ଚିନ୍ତା କରୁଛି ଶବର କନ୍ୟା ନା ହଉଛି ଯାହାର କାମ କଳା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଗୋଟିଏ ପଦ ଆଜ୍ଞା କଣ ଭାବୁଛି? କଲା ଏ ପୁରୁଷ ଯେବେ ହୋଇ ଜାନ୍ତା लक्ष्य दियंतु मोर माननीय विद्वान मंडली। लक्ष्य दियंतु मोर मातृस्थानीय भग्निस्थानीय भद्र महिला गण। शबर कन्या काम कलाजी अर्जुन को देखी मने मने विचार करुची ए पुरुष जदि मोर बर हुअन्ते दिन केते बेले राति केते बेले होउची मते जणा जानता नाही रे। खाली सेतिके नुहे आउ गोटिए पद पुओ बोले धाता परी 4 जन्म देवे देई थंसा सेवा बेले कर पद बंगरे कले रे विधाता जदि यार प्रियतम भावर मते जन्म न देलु हेले यार दासी भावर मते जन्म देई थांतु आर सेवा शुश्रूषा करुथिबा समय रे ए नायकर श्रीअंगर स्पर्श पाई मो नारी जन्म सार्थक रे परिणत होई थांता।
କଳ୍ପନା ଜଳ୍ପନାରେ ଉବୁଟୁବୁ ହଉଛି କିଏ ନା ଶବର ଝିଅ କାମକଳା ମନେ ମନେ ଚିନ୍ତା କରୁଛି ପାଲାବାଲାଙ୍କର ପଦ କୁମାର କି ଅବା ମାର କି ଅବା ଇନ୍ଦ୍ର କୁମାର ଇତ୍ୟାଦି ଇତ୍ୟାଦି ସେ ପଦକୁ ଦରକାର ନାହିଁ ସର୍ବଶେଷରେ ସମୀକ୍ଷା ପଦଟା କ'ଣ ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ପଦ କହିଲେ ପଞ୍ଚଶର ଶୃଙ୍ଗାରର ଶନିକର ପ୍ରେମ ଭାବ ମଦନ ମାଦ କପିଉଛ କେଳି କଳା ଭଙ୍ଗି ଲୀଳା ଲାବଣ୍ୟ ମାଧୁର୍ଯ୍ୟ ଲୀଳା এই মিলি জনমিছি কি সুষমা পুরুষ সিয়াড়ু কাউ যারি পুয় এতে রাতে কি স্বপ্ন নাহি এমতি কল্পনা জল্পনার উবুটুবু হউথিবা সমୟରେ অর্জুনଙ୍କର আখি পড়িগলা কাহা উপরে না কামকলা উপরে কল্পনা জল্পনারে উবুটুবু হউছি কি অর্জুন তৃতীয় পাণ্ডব অর্জুন চিন্তা করন্তি ইয়ে রমা না উর্বশী না হরযশা পার্বতী ইয়ে কি আর রূপ রূপ কঠা কান্ডিয়ারে মো মর মন পক্ষীটা আজ লাখি যাଉଛି রে হো মোর মাননীয় বিদ্বান মন্ডলী সবর ঝিও কামকলা অর্জুন আজ মাননীয় বিদ্বান মন্ডলী করিছি কোন না যেতেবেলে অর্জুনଙ୍କୁ জল প্রদান করিছি অর্জুনଙ୍କର তৃষা নিবারণ হয়েছি তা পূর্বরু সে গোটিয়ে শপথ করিছন্তি কোন কলে যাকু দেবী নির সেই হেব বর এ তম জাতির প্রথা আহে শুভঙ্কর তব আদেশরু বঞ্চিত মু মহারথা যাহাকু দেবী নির সেই হেব মোর বর ইয়ে হচ্ছে মোর জাতির প্রথা যা হো মাননীয় বিদ্বান মন্ডলী এ ক্ষেত্রে তৃতীয় পাণ্ডব অর্জুন আউ জাতি অজাতি কথা বিচার করি না জাতীয় কবি বীরকিশোর রাউঙ্কর গোটিয়ে কথা আজ্ঞা মনে পড়ি যায় বলে নিদ্রা নবার এই স্থান কি অস্থান ক্ষুধা নবার এই জাতি আজ্ঞা অভাব নমলে মান অপমান কর্মী মান তাতি কলে কিছু চিন্তা করিবার আবশ্যক নাহি তুমি মতে জল দিও মোর জীবন রক্ষা কর তাহাই পণ্ডিত মন্ডলী হয়েছি জলপান করে সারিবা পরে তৃতীয় পাণ্ডব অর্জুন সবর কন্যা কামকলাকু গান্ধর্ব মতে বিবাহ করিছ লক্ষ্য দিয়ন্তু মোর মাননীয় বিদ্বান মন্ডলী রাত্রি যেতবেলে ঘনই আসিছি আজ্ঞা অর্জুন আউ সবর কন্যা কামকলার অঙ্গর মিলন ঘটিছি রাতি পাহি পাহি আসুছি অর্জুনଙ୍କର চেতনা শক্তি আসিলা সামান্য গোটিয়ে নারীর প্রেমরে পড়ি আজি মু মো ভাই মানুষ হরাইবাকু বসিছি বর্তমান মু করিবি কোন ধীর করি অর্জুন কোন কলে না কামকলার পাদটিকু তলে থই দেই সেই ঘটক সাহায্যরে আসি পৌঁছি গলে হস্তিনা কটকরে সাপুয়া কেলা কହୁছি অর্জুন কেউটি খাইনু কেউটু পিনু কেউটি শোইনু না আজ্ঞা মু কেউটি খাইনি কেউটু পিনি কেউটি শোইনি মু সত্যকু আজ্ঞা নিশ্চিত পালন করিছি লক্ষ্য দিয়ন্তু সজ্জন যেতেবেলে রাতি পাহি যাইছি চতুরী কামকলা যেতেবেলে চেই উঠিলা দেখিলা তা নিকটরে তার মনর মনীষ নাহি মাননীয় বিদ্বান মন্ডলী জগৎ সিংহপুর জেলা পারাদীপ নির্বাচন মন্ডলী পন্ডুয়া গ্রাম পঞ্চায়েত গাঁ না হচ্ছে পোড়া কান্থি কবি হেলে অশোক কুমার লেঙ্কা তাঙ্করি কলম মূলর গোটিয়ে পদ আজ্ঞা মু গাউছি যেতেবেলে আজি কামকলা দেখিলা তা নিকটরে তার মনের মনীষ অর্জুন নাহান্তি মনকু বহুত বাধিলা স্বামী স্ত্রীর যে পবিত্র সম্পর্ক এ কথা সি আজ অনুভব করুছি কোন সি আজ চিন্তা করুছি কেতে নাহান্তি কি জাতি কুটুম্ব সদর কথা পদ করে তুরই
ବ୍ରହ୍ମାଣ୍ଡର ଧାମ ମଧ୍ୟରେ ଦୁନିଆରେ ଆଜ୍ଞା ଗୋଟା ନାରୀର ସବୁ କିଛି ଥିବ। ବାପା ଥିବେ, ମା ଥିବେ, ଭାଇ ଥିବେ, ସମସ୍ତେ ଥିବେ। ଯଦି ସ୍ୱାମୀ ନାହିଁ ତା ଜୀବନର କିଛି ମୂଲ୍ୟ ନାହିଁ। ଯାହା ହଉ ମାନନୀୟ ବିଦ୍ୱାନ ମଣ୍ଡଳୀ, ରାତି ପାହିଗଲା। ଯେତେବେଳେ ଶବର ଝିଅ ଆଜି ଚିତ୍କାର କରୁଛି, ଶବର ପଲ୍ଲୀର ଆବାଳ ବୃଦ୍ଧ ବନିତା ସମସ୍ତେ ଆସି ପହଞ୍ଚି ଗଲେ। ହେଲେ କଣ ହେଇଛି ଝିଅ? ବାବା ଦେଖ ବାବା, ନା ଏମତି ଏମତି ତମ ଜୟ ନାହାନ୍ତି। ଜଣେ ଅପରିଚିତ ଯୁବକ, ସିଏ ତୃତୀୟ ପାଣ୍ଡବ ଅର୍ଜୁନ, ତାଙ୍କୁ ମୁଁ ଜଳ ପ୍ରଦାନ କରି ସ୍ୱାମୀ ରୂପରେ ବରଣ କଲି। ଆଜ୍ଞା ମତେ ବାସି ଫୁଲ ପରି ଫିଙ୍ଗି ଦେଇ ଚାଲି ଯାଇଛ। ଚାଲିଗଲେ ରାତି ରାତି ଫେରାର। କହ ଝିଅ ସିଏ କିଏ, ତା ଘର କେଉଁଠି? ବାବା ନା ହସ୍ତିନା। ଦଳ ବଳ ହେଇ ସମସ୍ତେ ଗଲେ। ପହଞ୍ଚି ଗଲା ବେଳକୁ ସାପୁଆ କାଳା ପଚାରୁଛି, କହିଲା ହେ ଅର୍ଜୁନ, କେଉଁଠି ଖାଇନୁ, କେଉଁଠି ପିଇନୁ, କେଉଁଠି ଶୋଇନୁ? ମୋ ପାଦ କୋଉଠି ତଳେ ଲାଗି। ନା ସତ୍ୟ ସତ୍ୟ ତ୍ରିବାର ସତ୍ୟ ଆଜ୍ଞା କରୁଛି, ମୁଁ ମୋ କାର୍ଯ୍ୟରେ କେବେ ହେଲେ ବ୍ୟତିକ୍ରମ କରିନି। ଚାରି ପାଣ୍ଡବ ରାଜ୍ୟ ବାହାରେ ଛିଡ଼ା ହେଇଛନ୍ତି, ଏ ଅନ୍ୟମାନେ ଛିଡ଼ା ହେଇଛନ୍ତି। ସାପୁଆ କାଳା ପଚାରୁଛି, କହୁଛି ଅର୍ଜୁନ, ଆଜ୍ଞା ଏ ଝିଅଟି ଯାହା କହୁଛି ସତ ନା? ଇଏ କି ଆକୁ ତ ମୁଁ ଚିହ୍ନି। ତମେ କଣ ସେଇ ଅର୍ଜୁନ? କହିଲେ ଆଜ୍ଞା ଆପଣ କଣ ଜାଣିନାହାନ୍ତି? କହିଲେ ନାରୀ ଜାତି ସାହସୀ, ଅତ୍ୟନ୍ତ ଅବିଶ୍ୱାସୀ, ହେଇ ପିଛାଡ଼ି ଆରେ ବିଶ୍ୱାସେ ଭରି ଦିଅନ୍ତି ବିଶ୍ୱାସ। ମନ ଦେଇ ଜଣକୁ, ଏଇ ଦେହ ଯେମିତି ଅନ୍ୟକୁ, ସେ ପ୍ରେମେ ନଥାଏ ସୁରସ। ନାରୀ ଜାତି ଅତ୍ୟନ୍ତ ଅବିଶ୍ୱାସୀ, ଅବିଶ୍ୱାସୀ। ବିଶ୍ୱାସରେ ବିଷ ଦେଇ ପାରନ୍ତି। କାହାକୁ ଜଳ ପ୍ରଦାନ କଲେ, କିଏ ତାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରି ବାସି ଫୁଲ ପରି ଫିଙ୍ଗି ଦେଇ ଚାଲିଗଲା। ସେଥିପାଇଁ କଣ ମୁଁ ଦାୟୀ? ଏ ଖାଲି କଣ ମୁଁ ଅର୍ଜୁନ, ଆଉ ଦୁନିଆରେ ଅର୍ଜୁନ ନାହାନ୍ତି? ଏ ଝିଅକୁ ମୁଁ ଚିହ୍ନେନି, ଚିହ୍ନେନି କେଳା। କେତେ ଅର୍ଜୁନ ନାହାନ୍ତି ମହିରେ, କେତେ ଅର୍ଜୁନ ନାହାନ୍ତି ମହିରେ, କେତେ ଅର୍ଜୁନ ନାହାନ୍ତି ମହିରେ, କେ ଯାଇ ନଥିବ ପ୍ରବୀଣାପୁରେ। ଆଜ୍ଞା କେତେ କେତେ ଅର୍ଜୁନ ଅଛନ୍ତି ଏ ପ୍ରବୀଣାପୁରରେ। କୋଉ ଅର୍ଜୁନ ପ୍ରମୀଳା ସହିତ ସମ୍ପର୍କ ରଖିଛି? କାମକଳା, କାମକଳା। ତା ବୋଲି କଣ ମୁଁ ଦାୟୀ? ନାଇଁ ତ ହେଲେ ଆକୁ ଚିହ୍ନିନି କି ଜାଣିନି। ଧର୍ମରାଜ ଯୁଧିଷ୍ଠିର ଧର୍ମକୁ ଅନୁସରଣ କରନ୍ତି, ସତ୍ୟକୁ ଅନୁସରଣ କରନ୍ତି। ସିଏ କେବେ ହେଲେ ବିପଥଗାମୀ ହେବେନି। ଜାଣିପାରିଲେ ସବୁ କଥା। ଯେତେବେଳେ ସବୁ କଥା ଜାଣିପାରିଛନ୍ତି, ସବୁ ଆଶା ଭରସା ଆମର ଆଜି ପଣ୍ଡ ହବାକୁ ଯାଉଛି। ସତ୍ୟର ଧର୍ମ, ଏ କଥା ସତ୍ୟର ଜୟ ସବୁବେଳେ ରହିଛି। ଏଇ କଥା ଚିନ୍ତା କରି ଆଜି ଧର୍ମରାଜ ଯୁଧିଷ୍ଠିର କହିଲେ ଆମେ ପଞ୍ଚ ପାଣ୍ଡବ ପାଞ୍ଚ ଭାଇ ଆଜି ଠାରୁ ଚାଲିଯିବା ବନବାସ। କିନ୍ତୁ ବନବାସ ଯିବା ପୂର୍ବରୁ ମୀମାଂସାଟା ଏପର୍ଯ୍ୟନ୍ତ ହେଲାନି। ଦେବର୍ଷି ନାରଦ ଯୋଉ ମାଳା ଧରି ଛିଡ଼ା ହେଇଛନ୍ତି, କିଏ ବୀର? କାହା ବେକରେ ସିଏ ସେଇ ମାଳାଟି ଦେବେ। ଶ୍ରେଷ୍ଠ ବୀର କିଏ? ଏବଂ ଦ୍ୱାପର ଯୁଗର ସବୁଠାରୁ ବଡ଼ ବୀର କିଏ? ଏଇ ଗୋଟିକ ପ୍ରଶ୍ନ ସମସ୍ତଙ୍କ ହୃଦୟକୁ ଆଜି ଆନ୍ଦୋଳିତ କରୁଛି। ସିଏ ତ ମାୟା ଜାଙ୍ଗଳିକ, ପ୍ରକୃତ ଜାଙ୍ଗଳିକ ନୁହେଁ, ସାପୁଆ କାଳା। ବାବା ସିଏ ଭଗବାନ ଆଜି ଜାଙ୍ଗଳିକ ବେଶରେ ଆସିଛନ୍ତି। କହିଛନ୍ତି ଠିକ ଅଛି, ତେବେ ମହାଭାରତର ଯୋଉ ଓଳିଏ ଯୁଦ୍ଧ ବାକି ଅଛି, ଯାହାକୁ ଦେଖିବା ପାଇଁ ଭୀମଙ୍କର ପୁତ୍ର ବେଲାଳ ସେନ ଅପେକ୍ଷାରତ, ସେଇ ବେଲାଳ ସେନକୁ ଆଜି ପ୍ରଶ୍ନ କରାଯାଉ, ପ୍ରକୃତରେ ମହାଭାରତ ଯୁଦ୍ଧରେ କୌରବ ମାନଙ୍କୁ ପ୍ରକୃତରେ ନିପାତ କରିଛି କିଏ? କିଏ ପ୍ରକୃତରେ? ନିଜେ ଦ୍ୱିତୀୟ ପାଣ୍ଡବ ବୀରବୃକୋଦର ଯାଇଛନ୍ତି। କହିଲେ ପିତା ଧର୍ମ, ପିତା ସ୍ୱର୍ଗ, ପିତା ହି ପରମନ୍ତପଃ, ପ୍ରୀତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବଦେବତା। କହିଲେ ବାବାରେ ସତ କହତୁ, ମହାଭାରତ ଯୁଦ୍ଧରେ ପ୍ରକୃତରେ କୌରବ ସେନାକୁ ନିପାତ କରିଛନ୍ତି କିଏ? ନା ବାବା, ଆପଣ ମାରି ନାହାନ୍ତି, ବଡ଼ ବାପା ମାରି ନାହାନ୍ତି, କେହି ମାରି ନାହାନ୍ତି। କେବଳ ଜଣେ ମାରିଛନ୍ତି। ସେ ଜଣକ ହଉଛନ୍ତି କୃଷ୍ଣ।
କାରଣ ମୁଁ ଦେଖିଛି ଗୋଟିଏ ଚକ୍ର ଏପଟୁ ଆସି ସେପଟକୁ କାଟି ଚାଲିଯାଏ, ସେପଟୁ କାଟି ଏପଟକୁ ଚାଲିଯାଏ। ସେ ଚକ୍ର କେବଳ ସେଇ ଭଗବାନ କୃଷ୍ଣଙ୍କର। ଏ କଥା ଯେତେବେଳେ ପଞ୍ଚ ପାଣ୍ଡବ ପାଞ୍ଚ ଭାଇ ଜାଣିଛନ୍ତି, ସମସ୍ତେ ଆଜି ଅନୁଭବ କଲେ କଲେ କୃଷ୍ଣ ପ୍ରକୃତରେ ହେଉଛନ୍ତି ସବୁ ଲୀଳାର, ତେଣୁ ତାଙ୍କ ବ୍ୟତୀତ କିଛି ହେଇପାରିନି। ଆଜି ଆମେ ଯୋଉ ଜିତାପଟ ଲାଭ କରିଛୁ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଏ ମହାଭାରତ ଯୁଦ୍ଧରେ ସବୁଠାରୁ ବଡ଼ ଯୋଦ୍ଧା ବଡ଼ ବୀର ହେଉଛନ୍ତି ଭଗବାନ କୃଷ୍ଣ। ଏଇ କଥା ଯେତେବେଳେ ଦେବର୍ଷି ନାରଦ ଶୁଣିଛନ୍ତି, ଆଜ୍ଞା ସଙ୍ଗେ ସଙ୍ଗେ ଫୁଲମାଳଟି ଲମ୍ବେଇ ଦେଇଛନ୍ତି ଭଗବାନ କୃଷ୍ଣଙ୍କ ଉପରେ। ସିଏ ଆଜ୍ଞା ସେତେବେଳକୁ ନିଜ ରୂପ ଧାରଣ କଲେଣି, ଜାଙ୍ଗଳିକ ବେଶ ଆଉ ନାହିଁ, ସଙ୍ଗେ ସଙ୍ଗେ ନିଜ ରୂପ ଧାରଣ କଲେଣି। ଏକାଦଶ ସ୍କନ୍ଦ ଭାଗବତ କହିଲେ ନୀଳଜୀ ମୁତ କଳେ আরে রাজি বলো তো না সুন্দর, রাজি বলো তো না সুন্দর, শঙ্খ নলিন চক্র গদা, আয়া চতুর্ভুজে সোহে সদা, চতুর্ভুজে সোহে সদা, আয়া সুবর্ণ মাল কণ্ঠে, मंच छाड़ा पूर्वर भाई ऊपर गोटे प्रश्न पुओ रखा। प्रश्नटा कौन ना अर्जुन हूँ 10 गोटी ना, तेबे अर्जुन फाल्गुनी दितिकृष्ण धनंजय विजय मु 5टी ना कहली, आउ 5 गोटी ना भाई मोर आसी एठारे उपस्थापन करिवे। समस्ते आज एक ध्यान एक लय से भगवान कृष्णंकर कीर्तिगान करुछंती। देहायांगमूल मिथ्या सकल गुणमपि कालो कामपि मिथ्या, दारा गारोपि मिथ्या, सहज सुता सुत कर्म कर्माण मिथ्या, सप्तांबु राशि मिथ्या, गगन सुर परु शैल दिग्पाल मिथ्या, सर्वे संसार मिथ्या, नव जलद तनु कृष्ण में कोपि सत्य। मंडली मोर डेरिले श्रवण मते मनीष जन्मरु जहा न्याय मान हेला आलोचन मते मनीष जन्मरु बेसी किछि गपिबाकू बळु नाही मन मते मनीष जन्मरु एही थारे पालागटी कली समापन मते मनीष जन्मरु। सिद्धार्थ भक्ति चैनल लढ़ई पालारे जो विषय वस्तु आज थिला माया जांगलिक ये शेष होती। शेष आमर गायक स्वर स्रष्टा श्रीजुक्त संतोष कुमार प्रधान महोदय सुंदर भाव में विषय वस्तुर उपस्थापन करिसेंती एवं उपस्थापन करिसेंती श्रीजुक्त मानस बेहरा महोदय। मु उभय को धन्यवाद अर्पण करुच्ची। तेज गोटे प्रसंग रही शेष थाकरे शेष अध्याय गोटे प्रश्न अच्छी जहाँ आमर संतोष प्रधान महोदय प्रदान करिसेंती आमर मानस बेहरा महोदय को अर्जुनकर 10 नाम, अर्जुनकर जो 10 नाम से 5टी नाम कही सारी आउ 5टी ना कौन गोटे धाड़ी रे अर्जुन को 10 ना सरीब से सूत्रटा कौन अपा विधवा दिशे की सफा अरे अर्जुन पारे पार्थ विधवा बीरे विराटी धरे धनंजय बारे बासवी दिशे की सफा दीरे दितिकृष्ण सेरे श्वेतवाहन सफा सरे सव्यसाची फारे फाल्गुनी। तेणु आपण 5टा कही मु 10टा कहीदेली आप मन रखिए साड़े ठीक अच्छे उत्तर उत्तर ठीक अच्छे। अर्जुन फाल्गुनी कृष्ण सव्यसाची धनंजय संस्कृत विजय विवस्थ पार्थ किरीटी स्फुतवाहन संस्कृत जो श्लोक अच्छे एटा किरात अर्जुन ठीक बहुत बहुत धन्यवाद। हौ दीन जन संरक्षण महाबाहु संपूर्ण सागर भाई माने गोटे गोटे हरिबोल देवे माँ माने गोटे गोटे हुड़हुड़ी देवे समस्त दुख दूर हे
हरि बोल